ଜୟ ଜଗନ୍ନାଥ ବନ୍ଧୁଗଣ। ଭଲ ସମୟ ଆସିବା ପୂର୍ବରୁ ମହାଦେବ ଦେଇଥାନ୍ତି ଏହି 7ଟି ସଂକେତ। ଭିକାରୀ ବି ଯାଇଥାନ୍ତି କୋଟିପତି। ବନ୍ଧୁଗଣ, ମହାଦେବ ନିଜ ଭକ୍ତ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହୁଅନ୍ତି। ଏହି ଦିନ ଅତି ଶ୍ରଦ୍ଧାରେ ଆରାଧନା କରୁଥିବା ବ୍ୟକ୍ତିର ସବୁ ମନସ୍କାମନାକୁ ମହାଦେବ ପୂରଣ କରିଥାନ୍ତି। ଭଗବାନ ଶିବ କେବେ ବି ନିଜ ଭକ୍ତଠାରୁ ଦାମୀ ମୂଲ୍ୟବାନ ଜିନିଷ ଇଚ୍ଛା କରନ୍ତି ନାହିଁ। କେବଳ ପାଣି ଯଦି ମହାଦେବଙ୍କ ଭକ୍ତ ନିଷ୍ଠାର ସହିତ ଅର୍ପିତ କରେ, ତେବେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ମହାଦେବଙ୍କ ଅସଲ ଭକ୍ତ କେବେ ବି ଲୋକଙ୍କ ଦେଖିବା ପାଇଁ ପ୍ରସନ୍ନ କରି ନଥାଏ। ସେ ଖୁବ୍ ସରଳ ଜୀବନଯାପନ କରିଥାଏ। ସେହି ବ୍ୟକ୍ତି ମଧ୍ୟରେ କେବେ ବି ଛନ୍ଦକପଟ ନଥାଏ। ସେ ଜାଣି ଶୁଣି କେବେ ବି କାହାକୁ ଧୋକା ଦେଇ ନଥାଏ। ମହାଦେବଙ୍କ ଭକ୍ତ କେବେ ବି ସରଳ ପଶୁ ଉପରେ ଅତ୍ୟାଚାର କରିନଥାଏ। ନିଷ୍ପାପ ପଶୁକୁ ସେ ସ୍ନେହ କରିଥାଏ। ପୌରାଣିକ ଧର୍ମଗ୍ରନ୍ଥରେ ରଚିତ ଅଛି ଯେ ଯେଉଁ ବ୍ୟକ୍ତି ଧନବାନ ହୋଇଥିବା ସତ୍ତ୍ୱେ ବି ଗର୍ବ ଅହଙ୍କାର କରି ନଥାଏ ଏବଂ ସମସ୍ତଙ୍କ ସହିତ ଭଲ ବ୍ୟବହାର ଦେଖାଇଥାଏ, ସେହି ବ୍ୟକ୍ତି ଉପରେ ଭଗବାନ ଶିବଙ୍କ କୃପା ରହିଥାଏ। ମହାଦେବଙ୍କ ଭକ୍ତମାନେ ବିନା କିଛି ପାଇବା ଆଶାରେ ପରର ଉପକାର କରି ଚାଲନ୍ତି। ଏମାନେ ନିଜର ପୂରା ଜୀବନରେ ଅନ୍ୟକୁ ଖୁସି ରଖିବା କଥା ହିଁ ଭାବନ୍ତି। ଯେଉଁ ବ୍ୟକ୍ତି ବଳଶାଳୀ ହେବା ସତ୍ତ୍ୱେ ବି କ୍ଷମାଶୀଳ, ସେହିଭଳି ବ୍ୟକ୍ତି ଉପରେ ଭଗବାନ ଶିବ କୃପା ଦୃଷ୍ଟି ରହିଥାଏ। ଯେଉଁ ବ୍ୟକ୍ତି ପାଖରେ ଧନ ନଥାଏ ତଥାପି ସେ ଅନ୍ୟକୁ ସାହାଯ୍ୟ ଏବଂ ଦାନ କରିଥାଏ, ସେହି ବ୍ୟକ୍ତି ଉପରେ ଭଗବାନ ପ୍ରସନ୍ନ ରୁହନ୍ତି। ବନ୍ଧୁଗଣ, ଯେଉଁ ବ୍ୟକ୍ତିମାନେ କିଛି ବି ପାଇବାକୁ ବେଶୀ ଇଚ୍ଛା କରନ୍ତି ନାହିଁ, ବିନା କୌଣସି ସ୍ୱାର୍ଥରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି, ସବୁ ସମସ୍ୟାକୁ ସାହସର ସହିତ ସାମ୍ନା କରନ୍ତି, ସେହିଭଳି ଲୋକଙ୍କ ସାଥ ସବୁବେଳେ ଭଗବାନ ଶିବ ଦେଇଥାନ୍ତି। ଏହି ବ୍ୟକ୍ତିମାନେ କେବେ ବି ନିଜକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ, କିନ୍ତୁ ଏମାନେ କାହାରି କ୍ଷତି କରନ୍ତି ନାହିଁ। କିନ୍ତୁ ଯଦି ଆପଣ ମହାଦେବଙ୍କୁ ସୋମବାର ଦିନ ବେଲପତ୍ର ଏବଂ ଜଳ ଚଢ଼ାଉଛନ୍ତି, ତେବେ ଆପଣଙ୍କ କ୍ରୋଧ ନିୟନ୍ତ୍ରଣ ହୋଇଯିବ। ଏହା ବ୍ୟତୀତ ଏହି 7ଟି ସଂକେତ ମିଳିଲେ ବୁଝିଯାଆନ୍ତୁ ଯେ ଆପଣଙ୍କୁ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଛି। ଏହି ସଂକେତ ଆପଣଙ୍କୁ କୌଣସି ଆଧାରରେ ବି ମିଳିପାରେ। ନମ୍ବର 1, ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦ୍ରମାଙ୍କ ଦର୍ଶନ। ଚନ୍ଦ୍ରମା ମହାଦେବଙ୍କ ମସ୍ତକରେ ବିରାଜମାନ କରନ୍ତି ଏବଂ ଶୀତଳତା ପ୍ରଦାନ କରନ୍ତି। ଯଦି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କର ନିଦ ହଠାତ୍ ଭାଙ୍ଗି ଯାଉଛି ଏବଂ ଆପଣଙ୍କୁ ଚନ୍ଦ୍ର ଦୃଶ୍ୟମାନ ହେଉଛି, ତେବେ ଏହାର ଅର୍ଥ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କର ସବୁ ସମସ୍ୟାର ବହୁତ ଜଲ୍ଦି ସାମ୍ନା ହେବାକୁ ଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ନମ୍ବର 2, ଧଳା ନନ୍ଦୀ ଦର୍ଶନ। ନନ୍ଦୀ ଭଗବାନ ଶିବଙ୍କ ବାହନ ହୋଇଥାନ୍ତି। ଯଦି ସୋମବାର ଆପଣଙ୍କୁ ଧଳା ନନ୍ଦୀ ଦେଖାଯାଉଛି, ତେବେ ଏହାର ଅର୍ଥ ନନ୍ଦୀ ଭଗବାନ ଶିବଙ୍କ ଦର୍ଶନ ଦେବାକୁ ଆପଣଙ୍କ ନିକଟକୁ ଆସିଛନ୍ତି। ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ। ତେଣୁ ନନ୍ଦୀ ଦେଖାଗଲେ ହାତଯୋଡ଼ି ପ୍ରଣାମ ନିଶ୍ଚିତ କରନ୍ତୁ। ନମ୍ବର 3, ନାଗଦେବତା। ଭଗବାନ ଶିବ ନିଜ ବେକରେ ନାଗରାଜ ବାସୁକୀକୁ ଧାରଣ କରିଥିଲେ। ଯଦି ଆପଣ ସୋମବାର ଦିନ ନାଗ ଦେବତାଙ୍କ ଦର୍ଶନ କରୁଛନ୍ତି,
ତେବେ ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ଦାରିଦ୍ରତା ଦୂରେଇ ଯିବ। ନମ୍ବର 4, ଏକୁଟିଆ ପୁଅ ଝିଅ ସାଥିରେ ଯଦି ସୋମବାର ଦିନ ଆପଣ କୌଣସି ଝିଅ ପୁଅକୁ ଗଛ ମୂଳେ କିମ୍ବା ମନ୍ଦିର ପାଖରେ ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଭଲ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କୁ ଏକ ଭଲ ଜୀବନସାଥୀ ମିଳିବ। ଏହା ସହିତ ନିଜ ଜୀବନସାଥୀର ସପୋର୍ଟ ମଧ୍ୟ ପ୍ରାପ୍ତ ହେବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ବେଲ୍ ଆଇକନ୍ରେ ଅଲ୍ରେ ପ୍ରେସ୍ କରନ୍ତୁ।